If you are weak in your life, if you are untalented, unskillful in your life, then you can't get anything in life. No respect, nothing you will get in life. Even God can't do anything to you if you are weak and if you are untalented, if you are not capable. God can't do anything. Even God can't do anything to you if you are weak. You must know this truth. You must know this reality. I am telling to you. ଯଦି ଆପଣମାନେ ଦୁର୍ବଳ, ଯଦି ଆପଣଙ୍କର ଦକ୍ଷତା ନାହିଁ, ପ୍ରତିଭା ନାହିଁ, ଟ୍ୟାଲେଣ୍ଟ ନାହିଁ, ତାହେଲେ ଆପଣମାନେ କିଛି ମଧ୍ୟ ପାଇପାରିବ ନାହିଁ, ନା ସମ୍ମାନ ନା ଆଉ କିଛି କିଛି ମଧ୍ୟ ପାଇପାରିବ ନାହିଁ ଜୀବନରେ ଯଦି ଆପଣଙ୍କର ଦକ୍ଷତା ନାହିଁ, ପ୍ରତିଭା ନାହିଁ। ଗଡ୍ ମଧ୍ୟ ଆପଣଙ୍କ ଜୀବନ କିଛି କରିବ ନାହିଁ ଯଦି ଆପଣଙ୍କର ଦକ୍ଷତା ନାହିଁ, ପ୍ରତିଭା ନାହିଁ, ସାମର୍ଥ୍ୟ ନାହିଁ, ଶକ୍ତି ନାହିଁ। ଗଡ୍ ମଧ୍ୟ ଆପଣଙ୍କ ଜୀବନ କିଛି କରିପାରିବ ନାହିଁ, ଏ ସତ୍ୟକୁ ଜାଣି ରଖନ୍ତୁ। So I want to say it to you. I would say to you, make yourself powerful as far as you can. Make yourself capable as you can. Mentally, physically, psychologically, emotionally. So ମୁଁ ଏତିକି କହିବା ପାଇଁ ଚାହୁଁଛି ଆପଣମାନଙ୍କୁ, ଯେତିକି ପାରୁଛ ସେତିକି, ଶାରୀରିକ ହିସାବରେ, ମାନସିକ ହିସାବରେ ନିଜକୁ ଶକ୍ତିଶାଳୀ, ପ୍ରତିଭାଶୀଳ ବନା, ଦକ୍ଷତାଶୀଳ ବନା। କାରଣ ଏ ଦୁନିଆରେ ଯିଏ ୱିକ୍, ଯିଏ ଦୁର୍ବଳ, ଯିଏ ଯାହା ପାର ଦକ୍ଷତା ନାହିଁ, ଯିଏ ଟ୍ୟାଲେଣ୍ଟ ନାହିଁ, ତାକୁ କିଛି ମଧ୍ୟ ମିଳିବ ନାହିଁ ଏ ଦୁନିଆରେ, ସମାଜରେ। ଖାସ କରି ଇଣ୍ଡିଆରେ ତ କିଛି ମଧ୍ୟ ସମ୍ମାନ ମିଳିବ ନାହିଁ ଯିଏ ଦୁର୍ବଳ ଅଛି, ଯିଏ ୱିକ୍ ଅଛି। Especially in India, you can't get anything if you are weak, if you are untalented, if you are unskillful in your life. No respect, nothing. এই ସତ୍ୟ କଥାକୁ ଜାଣି ରଖନ୍ତୁ। ଯଦି ଆପଣମାନେ ଦୁର୍ବଳ ଅଛନ୍ତି, ଯଦି ଆପଣଙ୍କ ଦକ୍ଷତା ନାହିଁ, ପ୍ରତିଭା ନାହିଁ, ତାହେଲେ ଜୀବନ କିଛି ମଧ୍ୟ ପାଇପାରିବ ନାହିଁ। ଗଡ୍ ମଧ୍ୟ କିଛି କରିବ ନାହିଁ ଆପଣଙ୍କ ଜୀବନ। ଏ ସତ୍ୟ କଥାକୁ ଜାଣି ରଖନ୍ତୁ। ଯଦି ଆପଣ ଦୁର୍ବଳ ଅଛନ୍ତି, ଯଦି ଆପଣଙ୍କ ଦକ୍ଷତା ନାହିଁ, ପ୍ରତିଭା ନାହିଁ।